ଅଦ୍ଭୁତ ଏକ ବଡ଼ ଖବର, ଯାହାକି ଏକ କରୁଣ କାହାଣୀ। ଆମେ କହୁଛୁ ଦିବ୍ୟାଙ୍ଗ ଭାଇଟିର କଥା। ହଁ ଆଜ୍ଞା, ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ରସୁଣା ଗ୍ରାମର। ସେ ଆଉ କେହି ନୁହନ୍ତି, ଶତ୍ରୁଘ୍ନ ସାହୁ। ଅର୍ଥଙ୍ଗା ପଞ୍ଚାୟତର ଏ କରୁଣ ଦୃଶ୍ୟ। ଘର ନାହିଁ, ଦ୍ୱାର ନାହିଁ, ସରକାରୀ ଜାଗାରେ ଖଣ୍ଡିଆ ପଲ୍ହା ମାରି ଜୀବନ ବିତାଉଛନ୍ତି 5 ଜଣ ପ୍ରାଣୀ। 5 ଜଣ ପରିବାରକୁ ନେଇ ଏ ଦୁଃଖୀ ପରିବାର। ଜନ୍ମରୁ ଅନ୍ଧ ମଧ୍ୟ, କିନ୍ତୁ ହାର ମାନି ନାହାନ୍ତି, ଭିକ୍ଷା କିମ୍ବା କୌଣସି ହାତ ପାତି ନାହାନ୍ତି କାହା ପାଖରେ। ଦିଓଳି ଖାଇବାକୁ ପରିବାର ମୁଖରେ ଦେବା ପାଇଁ ଏକ ଡ୍ରମ୍ ସାହାଯ୍ୟରେ କାନ୍ଧରେ ବୋହି ଗାଁ ଗାଁ ବୁଲି ପାମ୍ପଡ଼ ବେପାର କରି ପ୍ରତିପୋଷଣ କରୁଛନ୍ତି 5 ଜଣଙ୍କର। ପତ୍ନୀ ବିଚରା ପାମ୍ପଡ଼ ଛାଣି ତାଙ୍କୁ ଦେଇଥାନ୍ତି ଶତ୍ରୁଘ୍ନଙ୍କୁ। ହଁ ଦର୍ଶକ ବନ୍ଧୁ, କହିଲେ ଦେଖି, ଏଭଳି ଦୃଶ୍ୟ ହୃଦୟ ବିଦାରକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମ ଯାଜପୁର ଜିଲ୍ଲାର ପ୍ରତିନିଧି ଟିମ୍ ଯାଇ ପହଞ୍ଚିଥିଲୁ ଏବଂ କଭର କରିଥିଲୁ ତାଙ୍କର ଏକ ନିଚ୍ଛକ କାହାଣୀର ତଥ୍ୟକୁ। ଆମେ କ୍ୟାମେରା ସାମ୍ନାରେ ସେ କ'ଣ କହୁଛନ୍ତି ଦର୍ଶକ ବନ୍ଧୁ ଶୁଣନ୍ତୁ। ଯାଜପୁରରୁ ରଞ୍ଜିତ ଦଳାଇଙ୍କ ରିପୋର୍ଟ, TV5 ଓଡ଼ିଆ। ମୋର ଜାଗା ନାହିଁ, ମୁଁ ଭୂମିହୀନରେ ପଡ଼ିଛି। ସରକାରଙ୍କ ଜାଗାରେ ପାପ କରିଛି କି ପୁଣ୍ୟ କରିଛି ମୁଁ ନିଜେ ଜାଣିନାହିଁ। ଆଉ ତାପରେ ହେଲା, ମୋର ସ୍ତ୍ରୀ ପିଲା ଛୁଆ କିନି ଆମେ 5 ଜଣ। ମୁଁ ଜନ୍ମ ଅନ୍ଧ ବ୍ୟକ୍ତି। ପାମ୍ପଡ଼ ବେପାର କରିକିନି ଗୋଡ଼ରେ ଖାଲି ପାଦରେ ଚପଲ ମାଡ଼ି ମାଡ଼ିକିନି ବାଟ ଥରେଇ ହେବ ନାହିଁ, ଖାଲି ପାଦରେ ଯାଉଛି। ପାମ୍ପଡ଼ ବେପାର କରି ବାପା ମା ସ୍ତ୍ରୀ ପିଲା ଛୁଆଙ୍କୁ ପୋଷୁଛି। ଆଉ ମୋର ବି ପେଟ କିଡନୀ ସାଇଟ୍ ପ୍ରୋବ୍ଲେମ୍ ଅଛି। ଆଉ ଯେତେବେଳେ ଏଇ କାଲି ବେପାର କରୁ କରୁ ମୋ ଦେହ ଖରାପ ହେଲା, ମେଡ଼ିସିନ ଦୋକାନରୁ ମେଡ଼ିସିନ ମଗେଇଲି। ମେଡ଼ିସିନ ଦୋକାନୀ ନେଇ ମୋତେ ଦେଲେ, ମୁଁ ଖାଇଲି। ତାପରେ ନାଇଟ୍ ଖେଳରେ ବେପାର କଲି। କେତେ ଅଭାବନ ଅନଟନରେ ମୁଁ ପଡ଼ିକିନି ବାପା ମାଆଙ୍କୁ ପୋଷୁଛି। ଯଦି ଆପଣ ଏଇ ମୋ ଦୁଃଖ ବେଦନା ନ ବୁଝିବେ ଆଉ କିଏ ବୁଝିବ? ମୁଁ ସେଇଆ ଭାବିକିନି ମୁଖ୍ୟମନ୍ତ୍ରୀ ମୋର ତା ଭରସା, ମୋ ଶେଷ ଆଶା, ଶେଷ ଭରସା। ଯଦି ସେ ମୋତେ ରଖିବେ ଭଲ ବାଗରେ, କିଛି ତାଙ୍କ ଦୟାରୁ ମୋତେ ଜାଗା ମରାକ ମୋ ନାଁରେ କରି ମୋତେ ଘର ବଖରେଇ ଦେଇ ରଖନ୍ତୁ। ନହେଲେ ନାହିଁ, ମୋ ଛାତି ଉପରେ ଗାଡ଼ି ଚଢ଼େଇ ଦେଇ ମୋ ସ୍ତ୍ରୀ ପିଲା ଛୁଆଙ୍କୁ ତାଙ୍କର ରଖନ୍ତୁ ତ ମାରନ୍ତୁ, ମୋର କିଛି କହିବାର ନାହିଁ। ସାଂସଦ ବି ଫୋନରେ କଥା ହେଇଥିଲେ, କିନ୍ତୁ କିଛି କଲେ ନାହିଁ। ପ୍ରତିଶ୍ରୁତି ତାଙ୍କର ମିଛ ହେଇଗଲା। ରତନ ନା କଲେ ସିଏ, କିଛି ତ ବୁଝିଲେ ନାହିଁ। ଆଉ ସାଂସଦ କ'ଣ, ଜିଲ୍ଲାପାଳ କ'ଣ, RI, ତହସିଲଦାର, BDO କେହି ମୋ କଥା କିଛି ବୁଝିଲେ ନାହିଁ। ଆଉ ସେଇଥିପାଇଁ ମୁଁ ଭାବିଲି, ମୋତେ ମୋ ତ ଆଖିକି ଦେଖା ହେଉନାହିଁ। ମୁଁ ଯାଇଥିଲି କାଲି ପାମ୍ପଡ଼ ବେପାର କରିବା ପାଇଁ। ମୋତେ ସବୁ କହିଲେ ମୁଖ୍ୟମନ୍ତ୍ରୀ ଆସିବେ। ମାନେ ତାହେଲେ ଠିକ୍ ଅଛି, ମୁଁ ଭିଡ଼ିଓ ଟିକେ କରିମି, ନହେଲେ ପୁଲିସ ପ୍ରଶାସନ ଆଉ କୋଉ ଲୋକ ଛାଡ଼ିବେ ନ ଛାଡ଼ିବେ ତାଙ୍କ କତିକି ମୁଁ ତ ଆଉ ଯାଇପାରିବି ନାହିଁ, ମୋତେ ଦେଖା ହେଉନାହିଁ। ଆଉ ମୁଁ କ'ଣ କରିବି? ଏଇ ଭିଡ଼ିଓଟା କଲେ କେମିତି ଯଦି ମୁଁ ଟିକେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚି ପାରିବି। ତେଣୁକରି ମୁଁ ଆଉ ପହଞ୍ଚିବା ତ ନିରୁପାୟ। ଆଉ ମୁଁ ଶୋଇମି ତାଙ୍କ ଗାଡ଼ି ଆଗରେ, ସିଏ ମୋତେ ଉଠେଇବେ, ସେଠିକି ଯିବେ। ନହେଲେ ନାହିଁ, ମୋ ଉପରେ ଗାଡ଼ି ଚଢ଼େଇ ଦେଇ ଯିବେ।